बहुत सारा प्रिपरेशन छुआ माने एइटा भी करंती कि तांकर जदि कोनोसी पेपर खराब होउची या फिर कोनोसी जिंस हेई पारुनी तांकर पेपर क्लियर हेई पारुनी तो सेमाने कोन करछन्ती इरिटेट हेई जाउछन्ती सब किछि छाडी छुडा कि आमे पळी जिवु भाबुछन्ती आ बहुत किछि पिला अछन्ती जोटा कि खराब रास्ता को भी जाउछन्ती किंतु मने रख जो मौका तुमको मिलिछि से मौका आ काहाको भी मिलुनी बहुत सारा लोक एमती अछन्ती भल पाठ तो पढुथिबे किंतु तांको से मौका मिलु नथिबो कि तांको प्रिपरेशन टाइम हो नथिबो तांको प्रिपरेशन करबा पई घर लोक सपोर्ट करू नथिबे बहुत सारा लोक सेमती किंतु तुमको जदि मिलुची ताले तमे मन देके प्रिपरेशन करो कॉम्पिटिटिव एग्जाम क्लियर करिवार अछि ताले तम निज ऊपर फोकस करबाको पड़िबो आर हेगला तार हेगला से जिंस देखने कारण समस्तंकर रास्ता अलगा थाए सबु गछ एका संगे तो फूल फुटंतीनी कि सबु गछ एका संगे तो फल दियंतीनी समस्तंकर सीजन अलगा थाए आ समस्तंकर रूप अलगा थाए गोटे गोटे गछ फूल फुटिले संगे संग झड़ी पड़ती गोटे गोटे गछ जो फूल फुटी था 8 दिन तक रही थाए बुझीगला किंतु फूल फुटिबार समय समस्तंकर अलगा ना किंतु फुटिबाटा तो दिने ना दिने से माने फुटिबे फल देवाटा भी दिने दिने से माने देबे गोटे गोटे गछ अछंती प्रति वर्ष फल दियंती किंतु गोटे गोटे गछ अछंती गोटे वर्ष रे गोटे ही फल दियंती आ गोटे गोटे गछ अछंती जीवन सारा रे गोटे ही फल दियंती जोटा कि एई कदली गछ ता जीवन सारा रे से गोटे ही फल दबो सेतले से फल खाई सारला परे सेतले से फल काटी सारला परे ता गछटोक भी काटिकी फोपाड़ी दियंती सब मଣିଷ भी सेमती सब मଣିଷ भी समान नहंती सब मଣିଷ भिन्न टाइप रो सब मଣିଷର व्यवहार भिन्न टाइप रो सब मଣିଷର हार्ड वर्किंग भिन्न टाइप रो हेतले केबे भी भाबंतुनी कि मु समस्तଙ୍କ संगे समान हे जिवि कारण भगवान समस्तଙ୍କୁ मଣିଷ जन्म तो ଦେଇଛନ୍ତି କିନ୍ତୁ ସମସ୍ତଙ୍କର कर्म भाग्य अलगा प्रकार अछि ସେଥିଲାଗି ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ ଭାଗ୍ୟର ଫଳ ଜମାରୁ କରନ୍ତୁନି କି ମୁଁ ଯଦି ଏତିକି କର୍ମ କରୁଛି ତାହେଲେ ମତେ ଫଳ ମିଳୁନି କାହିଁକି ହେଇପାରେ ଡେରିରେ ମିଳିପାରେ ବୁଝିହେଲା ତାହେଲେ କୌଣସି ଜିନିଷର ୱରିଡ କରନ୍ତୁନି କୌଣସି ଜିନିଷ ଚିନ୍ତା କରନ୍ତୁନି କାରଣ ଚିନ୍ତା କରିବା ସମୟ ଆମ ପାଖରେ ନାହିଁ ଆମ ପାଖରେ ବହୁତ ହି କମ ସମୟ ଅଛି ଯୋଉଟା କି ଆମେ ଆମ ନିଜ ପାଇଁ ଦବା ଯୋଉଥିପାଇଁ ଆମେ ଆମ କିଛି ନୂଆ ଜିନିଷ ଆମେ ଶିଖିପାରିବା ଆମେ ଯଦି ଚିନ୍ତାରେ ଆମର ସମୟ ବିତେଇ ଦବା ଆମେ ଚିନ୍ତାରେ ଆମେ କାନ୍ଦୁଥିବା ସେଇ ସମୟଟା ଆମର ୱେଷ୍ଟ ହେଇଗଲା ଆମେ କାହାକୁ କମ୍ପ୍ଲେନ କରିବା ସେ ସମୟ ଆମର ୱେଷ୍ଟ ହେଇଗଲା ବରଂ ବିନା କମ୍ପ୍ଲେନ ରେ ବିନା ୱରିରେ ତମେ ଯେତିକି ପାରୁଛ ନିଜ ଲାଗି ତମ କର ଏଟଲିଷ୍ଟ ଲାଷ୍ଟରେ ତମକୁ ଅଫସୋସ ତ ରହିବନି କି ମୁଁ ମୋ ନିଜ ଲାଗି ଯେତିକି କରିବାର ଥିଲା ମୁଁ କରିପାରିଲିନି ମୋ ଫ୍ୟାମିଲି ଲାଗି ଯେତିକି କରିବାର ଥିଲା ମୁଁ କରିପାରିଲିନି ଦେଖ ଫଳ ମିଳିବା ନ ମିଳିବା ସବୁ ଭାଗ୍ୟ ଉପରେ ଡିପେଣ୍ଡ କରୁଛି ଅଧା କର୍ମ ଉପରେ ଡିପେଣ୍ଡ କରୁଛି କର୍ମ ତମର ପରଫେକ୍ଟ ଅଛି ଯଦି ନ ମିଳିଲା ତଥାପି ତମକୁ ଅଫସୋସ ହବନି ଯଦି କର୍ମ ହିଁ ତମେ କରିବନି ଆଉ ସବୁ ଜିନିଷ ଭାଗ୍ୟ ଉପରେ ଡିପେଣ୍ଡ କରିକି ବସିବ ନା ତମକୁ ଗୋଟେ ଟାଇମ ରେ ବି ଏଇଟା ଲାଗିବ କି ମୁଁ ଯଦି କର୍ମ କରିଥାନ୍ତି ହୁଏତ ମୋର ହେଇଯାଇଥାନ୍ତା ହୁଏତ ମୋର ସକ୍ସେସ ପାଇଯାଇଥାନ୍ତି ମୁଁ ଯଦି କର୍ମ କଲିନି ସେଥିଲାଗି ମୋ ସକ୍ସେସ ମୁଁ ପାଇପାରିଲିନି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ରାସ୍ତା ସମସ୍ତଙ୍କର ଅଲଗା ଅଲଗା ଅଛି କିଛି ଲୋକ ସର୍ଟକଟ ରେ ଯାଉଛନ୍ତି କିଛି ଲୋକ ରଙ୍ଗ ରୋଡ ରେ ଯାଉଛନ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ରାସ୍ତା ସବୁ ଅଲଗା ଅଲଗା ଅଛି ଜରୁରୀ ନାହିଁ କି ଗୋଟେ ହିଁ ରାସ୍ତା ଅଛି ଯୋଉଟା କି ଲକ୍ଷ୍ୟ ସ୍ଥଳରେ ଆମେ ପହଞ୍ଚି ପାରିବା ନାଇଁ ନା ବହୁତ ସାରା ରାସ୍ତା ଅଛି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲେ ଗୋଟେ ରାସ୍ତାରେ ତମେ ଯାଇକି ଯଦି ବୋରିଂ ହଉଛ ନିହାତି ରାସ୍ତା ତମର ଚେଞ୍ଜ କର ଡିଫରେଣ୍ଟ ରାସ୍ତା ଧର ଆଜି ଯଦି ତମେ ସର୍ଟକଟ ରେ ଯାଉଛ ଥରେ ଲଙ୍ଗ ରାସ୍ତାରେ ଯାଇକି ଦେଖ କାଳେ ଲଙ୍ଗ ରାସ୍ତା ହେଲା କଣ ପାଇଁ ବି ତମକୁ ଲାଗିଯିବ ଆଉ ଲଙ୍ଗ ରାସ୍ତାରେ କଣ ଅଛି ବି ତମକୁ ଦେଖିବାକୁ ବି ମିଳିଯିବ ଆମେ ଯଦି ମାର୍କେଟ ଯାଉଛେ ତ ଆମେ ଯୋଉ ରାସ୍ତାରେ ଆମେ ଡେଲି ଯାଉଛେ ଧରିନିଅ ସେ ରାସ୍ତାରେ ଡେଲି ନ ଯାଇକି ଗୋଟେ ଦିନ ଆମେ ଅଲଗା ରାସ୍ତା ଦେଇକି ଯିବା ତାହେଲେ ଆମେ ଜାଣିପାରିବା ନା ଆମେ ଏକ୍ସପେରିମେଣ୍ଟ କରିପାରିବା ନା କି ଏ ରାସ୍ତା ଆମର ମାର୍କେଟ ଯିବା ଲାଗି ଏତେ ଲମ୍ବା କାହିଁକି ହେଲା ଏ ରାସ୍ତାରେ ଏମିତି କଣ ଅଛି ଯୋଉଥିପାଇଁ ଏତେ ଲମ୍ବା ହେଇଛି ରାସ୍ତା କାରଣ ମାର୍କେଟ ତ ଆମେ ପହଞ୍ଚିଯିବା କାରଣ ସର୍ଟକଟ ରେ ଆମେ ଡେଲି ଯାଉଛେ ଆଜି ଆମେ ଲଙ୍ଗ ରୋଡ ରେ ଯିବା ଲଙ୍ଗ ରୋଡ ରେ ଗଲେ ଆମକୁ ବହୁତ ସାରା ଜିନିଷ ଦେଖିବାକୁ ମିଳିଯିବ କାଳେ ଯଦି କଣ ଥିବ ଆମକୁ ଦେଖିବାକୁ ଭଲ ଲାଗିବ କାଳେ ଯଦି ସେଇଠି କଣ ହଉଥିବ ତାହେଲେ ଆମକୁ ଦେଖିବାକୁ ଭଲ ଲାଗିବ ବୁଝିହେଲା ସେଥିଲାଗି ସବୁବେଳେ ଚେଷ୍ଟା କର ଯଦି ଯୋଉ ଜିନିଷ ତମକୁ ବୋରିଂ ଲାଗୁଛି ଡିଫରେଣ୍ଟ ଜିନିଷ ଟ୍ରାଏ କରିବାରେ କିଛି ଖରାପ ନାହିଁ ଟ୍ରାଏ କଲେ ତମେ କିଛି ଏକ୍ସପେରିମେଣ୍ଟ କରିପାରିବ କିଛି ଶିଖିପାରିବ କିଛି ଜାଣିପାରିବ ତମର ହିଁ ଭଲ ରାସ୍ତା ଅଲଗା ଅଲଗା ବାଛ ଜରୁରୀ ନାହିଁ କି ଗୋଟେ ରାସ୍ତାରେ ହିଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ଡିଫରେଣ୍ଟ ରାସ୍ତା ଚୁଜ କର ତ ନିହାତି ପହଞ୍ଚି ପାରିବ କେବେ ଏଇଟା ଭାବନି କି ଏଇ ରାସ୍ତା ଏତେ ସର୍ଟକଟ ରାସ୍ତା ମୁଁ ଚୁଜ କରିଛି ତଥାପି ମୁଁ ଯାଇପାରୁନି ତଥାପି ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁନି କେବେ ବି ଏଇ ଜିନିଷ ଭାବନି ହେଇପାରେ ତମ ଏକ୍ସପେରିମେଣ୍ଟର ଆହୁରି ଦରକାର ହେଇପାରେ ଆଜିର ଭିଡିଓକୁ ମୁଁ ଏଇଠି ରଖୁଛି
ମୁଁ ଆଶା କରୁଛି ମୁଁ ଯାହା ବି କହିଲି ନିହାତି ଆପଣ ସେ ଜିନିଷ ପାଳନ କରିବେ ଆଉ ନିହାତି ଆପଣଙ୍କ ଲକ୍ଷ୍ୟସ୍ଥଳରେ ଆପଣ ପହଞ୍ଚି ପାରିବେ। ଆଉ କୌଣସି ଜିନିଷର ୱରିଡ୍ ନେବେନି। କୌଣସି ଜିନିଷର ଚିନ୍ତା କରିବେନି କାରଣ ସମୟ ବହୁତ ହି କମ୍ ଅଛି ଆମ ପାଖରେ। ସେଇ ସମୟକୁ କେବେ ବି ବର୍ବାଦ କରନ୍ତୁନି। ଆଜି ସମୟ ବର୍ବାଦ ଯଦି କରିଦଉଛନ୍ତି କାଲି ନିହାତି ସମୟ ଆପଣଙ୍କୁ ବର୍ବାଦ କରିଦବ। ମୁଁ ଆଶା କରୁଛି ଯାହା ବି କହିଲି ନିହାତି ଆପଣ ବୁଝି ଯାଇଥିବେ। ରହୁଛି। ନମସ୍କାର। ରାଧେ ରାଧେ।